ବନ୍ଧୁଗଣ ଲୋକମାନେ ସେମାନଙ୍କର ଟଙ୍କା ସଞ୍ଚୟ କରିବାକୁ ଚାହାନ୍ତି କିନ୍ତୁ ସଠିକ୍ ଉପାୟ ଜାଣିନଥିବାରୁ ସେମାନଙ୍କୁ ଟଙ୍କା ସଞ୍ଚୟ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯଦି ତୁମେ ତୁମର ଭବିଷ୍ୟତକୁ ନେଇ ଚିନ୍ତିତ ତେବେ ଏହି ଭିଡ଼ିଓ ତୁମର ଜୀବନ ବଦଳାଇ ଦେଇପାରେ। କାରଣ ଆଜି ଆମେ ଆପଣଙ୍କୁ ଏପରି କିଛି ପଦ୍ଧତି କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କର ଟଙ୍କା ସଞ୍ଚୟ ପ୍ରକ୍ରିୟା ଅତି ସହଜ କରିପାରିବେ। ନମ୍ବର 1, ଡୋଣ୍ଟ ଫଲୋ ଦ ରେଡ୍ ରେସ୍। କିନ୍ତୁ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ନଗଦ ଆକାରରେ ଫୋନ୍ କିଣିଥାନ୍ତି, ଯେତେବେଳେ କି ଅଧିକାଂଶ ଲୋକ EMI ଆଧାରରେ କିଣିବାକୁ ଯାଆନ୍ତି ଏବଂ କେବଳ EMI ବିଷୟରେ ନୁହେଁ। ଆଜିର ବଢ଼ୁଥିବା ଟେକ୍ନୋଲୋଜି ଅନେକ ବିଭିନ୍ନ ଜିନିଷ ଉଦ୍ଭାବନ କରାଯାଇଛି। ସେହି ଜିନିଷଗୁଡ଼ିକ ଯାହା ତୁମେ ଦେଖିବା ମାତ୍ରେ କିଣିବା ପାଇଁ ମନ ହେଉଛି, କିନ୍ତୁ ସେହି ଜିନିଷଗୁଡ଼ିକର ଅଫୋର୍ଡ କରିବା ପାଇଁ ସମସ୍ତଙ୍କର ପାଖରେ ଟଙ୍କା ବି ନଥାଏ, ଯେଉଁ କାରଣରୁ ସେମାନେ EMIରେ ଜିନିଷ କିଣିଥାନ୍ତି। ଆଜିକାଲି EMIରେ ଜିନିଷ କିଣିବା ଏକ ଟ୍ରେଣ୍ଡ ହୋଇଯାଇଛି ଏବଂ ବର୍ତ୍ତମାନ ଲୋକମାନେ ଏଥିରେ ଅଭ୍ୟସ୍ତ ହୋଇଯାଇଛନ୍ତି ଏବଂ ସେମାନେ ବହୁତ ଜିନିଷ କିଣୁଛନ୍ତି ଏବଂ ସେମାନେ ସେମାନଙ୍କର EMIକୁ ବଢ଼ାଇଥାନ୍ତି, ଯେଉଁଥିପାଇଁ ସେମାନେ ଘରର ଖର୍ଚ୍ଚ ପୂରଣ କରିବାରେ ସକ୍ଷମ ହୁଅନ୍ତି ନାହିଁ। ତେଣୁ କୌଣସି ଜିନିଷ ଦ୍ୱାରା ଆକର୍ଷିତ ହେବା ପୂର୍ବରୁ ତୁମର ଭାବନାକୁ ନିୟନ୍ତ୍ରଣ କରିବାକୁ ପଡ଼ିବ ଏବଂ ତୁମେ ଜାଣିବା ଉଚିତ ଯେ ଯଦି ତୁମେ ତୁମର ଟଙ୍କା ଅଦରକାରୀ ଜିନିଷରେ ଖର୍ଚ୍ଚ କରିବ ନାହିଁ, ଫାଇନାନ୍ସିଆଲି ଏକ୍ସପ୍ରେସ୍ ନେବା ତୁମ ପାଇଁ ସହଜ ହୋଇଥାଏ। କିନ୍ତୁ ଚ୍ୟାଲେଞ୍ଜ ସେତେବେଳେ ଆସେ ଯେତେବେଳେ ଏହା ଉପରେ କାମ କରିବାକୁ ପଡ଼ିବ। ଲୋକମାନେ ଭାବନ୍ତି ଯେ ସେମାନଙ୍କ ଅନାବଶ୍ୟକ ଖର୍ଚ୍ଚ ବନ୍ଦ କରିବେ ଏବଂ ଟଙ୍କା ସଞ୍ଚୟ କରିବେ, କିନ୍ତୁ ଚିନ୍ତା କରିବା ପରେ ମଧ୍ୟ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଏଥିରେ ଲାଗି ରହିଥାନ୍ତି ଏବଂ କିଛି ସମୟ ପରେ ସେମାନେ ଭୁଲି ଯାଆନ୍ତି ଯେ ସେମାନେ କେବେ ଏହିପରି କିଛି ଭାବିଥିଲେ ଏବଂ ସେମାନଙ୍କର ଫାଲତୁ ଖର୍ଚ୍ଚ ପୁଣି ଆରମ୍ଭ ହୋଇଯାଇଥାଏ ଏବଂ ଏହା ଇନକ୍ରିଜ ହେବାରେ ଲାଗିଥାଏ। ତେଣୁ ଯଦି ଆପଣ ମଧ୍ୟ ଏହା କରୁଛନ୍ତି ତେବେ ଏହାର ଅର୍ଥ ଆପଣ ନିଜ ଭବିଷ୍ୟତ ବିଷୟରେ ଗମ୍ଭୀର ନୁହନ୍ତି। ତେଣୁ ସର୍ବପ୍ରଥମେ ଆପଣଙ୍କୁ କେବଳ ନିଷ୍ପତ୍ତି ନେବାକୁ ପଡ଼ିବ ନାହିଁ, ବରଂ ଏକ ପ୍ରତିଶ୍ରୁତି ମଧ୍ୟ ଦେବାକୁ ପଡ଼ିବ ଯେ ଆପଣ ନିଶ୍ଚିତ ଭାବରେ ଦରମାର କିଛି ଟଙ୍କା ସଞ୍ଚୟ କରିବାକୁ ପଡ଼ିବ। କାରଣ ବର୍ତ୍ତମାନ ସାରା ଜୀବନ ପଡ଼ିଛି ଏବଂ ଖରାପ ସମୟରେ ଏହି ଟଙ୍କା ହିଁ ଆପଣଙ୍କ ପାଇଁ ଅଧିକ ଉପଯୋଗୀ ହେବ। ଟଙ୍କା ସଞ୍ଚୟ କରିବା ସମୟରେ ଯଦି ତୁମେ ଏହି ଜିନିଷଗୁଡ଼ିକ ନିଜ ମନରେ ରଖ, ତେବେ ତୁମର ମନ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ବିଶ୍ୱାସ କରିବା ଆରମ୍ଭ କରିବ। ଏହା ହେଉଛି ତୁମର ଦାୟିତ୍ୱ ଏବଂ ତୁମର ମନ ତୁମକୁ ଅନାବଶ୍ୟକ ଖର୍ଚ୍ଚରୁ ଅଟକାଇବ। ଯଦି ତୁମେ ଏହା କର ତେବେ ତୁମର ଭବିଷ୍ୟତ ପାଇଁ ତୁମେ ବହୁତ ଟଙ୍କା ସଞ୍ଚୟ କରିପାରିବ। ନମ୍ବର 3, ଗିଭ୍ ୟୁର ସେଭିଂ ଏ ବିଗ୍ ରିଜନ୍। ଯଦି ତୁମେ ନିଜକୁ ପ୍ରତିଜ୍ଞା କରିବା ଏବଂ ଭବିଷ୍ୟତ ବିଷୟରେ ଚିନ୍ତା କରିବା ପରେ ମଧ୍ୟ ଟଙ୍କା ସଞ୍ଚୟ କରିବାରେ ସକ୍ଷମ ନୁହଁ, ତେଣୁ ଏହାର ଅର୍ଥ ହେଉଛି ତୁମର ଟଙ୍କା ସଞ୍ଚୟ କରିବାର କୌଣସି କାରଣ ନାହିଁ। ତୁମର ଭବିଷ୍ୟତ ବିଷୟରେ ତୁମେ କିଛି ସ୍ଥିର କରିନାହଁ। ଯଦି ତୁମେ ଧନୀ ହେବା ପାଇଁ ଚାହୁଁଛ ଏବଂ ଯଦି ଆପଣ ଟଙ୍କା ସଞ୍ଚୟ କରନ୍ତି ଏବଂ ଆପଣଙ୍କର ଆୟ ବୃଦ୍ଧି କରନ୍ତି, ତେବେ ଆପଣ ଧନୀ ହେବାକୁ ସମର୍ଥ ହେବେ ଏବଂ ଏଥିପାଇଁ ତୁମର ଟଙ୍କା ସଞ୍ଚୟ କୌଣସି ଷ୍ଟ୍ରଙ୍ଗ ରହିବା ଉଚିତ, ଯେପରି ଭବିଷ୍ୟତରେ ତୁମେ ଏହା ସହିତ କିଛି ବ୍ୟବସାୟ କରିପାରିବ। ଆପଣ ଏକ ପ୍ରପର୍ଟି କିଣିବା, ପିଲାମାନଙ୍କର ଏଜୁକେସନରେ ଇନଭେଷ୍ଟ କରିବା, ଏହିପରି ଏକ ବଡ଼ ରିଜନ୍ ରହିବା ଉଚିତ ଯାହା ତୁମକୁ ଟଙ୍କା ସଞ୍ଚୟ କରିବାକୁ ଫୋର୍ସ କରିବ। ନମ୍ବର 4, ଡୋଣ୍ଟ ବି ଏ ଷ୍ଟ୍ରେଞ୍ଜର। ଯାହା ତୁମକୁ ଟଙ୍କା ସଞ୍ଚୟରୁ ଅଟକାଇଥାଏ ତାହା ହେଉଛି ଆମର ନିଜ ଅର୍ଥର ଏକ ଆକାଉଣ୍ଟ ନାହିଁ। ଆମ ଟଙ୍କା କେଉଁଠାରେ ଖର୍ଚ୍ଚ ହେଉଛି ତାହା ମଧ୍ୟ ଆମେ ଜାଣିନାହୁଁ। ଅଧିକାଂଶ ଲୋକଙ୍କ ସମସ୍ୟା ହେଉଛି ଯେ ସେମାନେ ସେମାନଙ୍କର ଖର୍ଚ୍ଚକୁ ଟ୍ରାକ୍ କରିବା ଆବଶ୍ୟକ କରନ୍ତି ନାହିଁ। ତେଣୁ ଏହା ଜରୁରୀ ଯେ ଯଦି ଆପଣ ଦିନକୁ ମାତ୍ର 5 ମିନିଟ୍ ବାହାର କରନ୍ତି, ତେବେ ଆପଣଙ୍କର ଦୈନନ୍ଦିନ ଖର୍ଚ୍ଚକୁ ଏକ ଡାଏରୀରେ ଟ୍ରାକ୍ କରି ରଖନ୍ତୁ। ମାସ ଶେଷରେ ଆପଣ କେତେ ଟଙ୍କା ରୋଜଗାର କରିଛନ୍ତି ଏବଂ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ଗଣନା କରନ୍ତୁ। ଯଦି ଆପଣ ଏହା କରନ୍ତି, ଏହା ଆପଣଙ୍କୁ ଅନାବଶ୍ୟକ ଖର୍ଚ୍ଚ ନ କରିବାକୁ ପ୍ରେରଣା ମିଳିବ। ନମ୍ବର 5, ଡୋଣ୍ଟ ମିସୟୁଜ୍ ୟୁର କ୍ରେଡିଟ୍ କାର୍ଡ। କ୍ରେଡିଟ୍ କାର୍ଡ ଜରୁରୀକାଳୀନ ବ୍ୟବହାର ପାଇଁ ତିଆରି ହୋଇଛି, କିନ୍ତୁ ଆଜିକାଲି ଲୋକମାନେ ଏହାକୁ EMI ପାଇଁ ମଧ୍ୟ ବ୍ୟବହାର କରୁଛନ୍ତି। କାରଣ କ୍ରେଡିଟ୍ କାର୍ଡ ସହିତ ମଧ୍ୟ ଆପଣ ସହଜରେ ଟଙ୍କା ପ୍ରତ୍ୟାହାର କରି କୌଣସି ସ୍ଥାନରେ ଖର୍ଚ୍ଚ କରିପାରିବେ। ଯଦି ଆପଣ ଟଙ୍କା ସଞ୍ଚୟ କରିବାକୁ ଚାହୁଁଛନ୍ତି, ତେବେ ଯଥାସମ୍ଭବ କ୍ରେଡିଟ୍ କାର୍ଡ ବ୍ୟବହାର କରିବା କମ୍ କରନ୍ତୁ। ତେଣୁ ବନ୍ଧୁଗଣ, ଆମେ ଆଶା କରୁଛୁ
କରୁଛୁ ଯେ ଆପଣ ଏହି ଭିଡ଼ିଓରୁ ବହୁତ କିଛି ଶିଖିଛନ୍ତି। ତେଣୁ ଦୟାକରି ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଦିଅନ୍ତୁ ଏବଂ ଏହିପରି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।